ଆଜିର କାଳାଂଶକୁ ସ୍ୱାଗତ। ଆଜି ଆମେ ଷଷ୍ଠ ଶ୍ରେଣୀ ଭୂଗୋଳ ବହିର ପ୍ରଥମ ଅଧ୍ୟାୟ ପୃଥିବୀ ଓ ସୌରଜଗତ ପାଠର ଅଭ୍ୟାସ ପ୍ରଶ୍ନୋତ୍ତର ଆଲୋଚନା କରିବା। ତେଣୁ ଧ୍ୟାନ ସହକାରେ ଏହି ଅଭ୍ୟାସ ପ୍ରଶ୍ନୋତ୍ତରକୁ ବୁଝିବା ପାଇଁ ଚେଷ୍ଟା କର ଏବଂ ଆରମ୍ଭରୁ ଶେଷ ଯାଏଁ ଦେଖ, ଯଦ୍ୱାରା କି ବୁଝିବାରେ ସହଜ ଏବଂ ସୁବିଧା ହେବ। ତେବେ ଆସ ପିଲାମାନେ ଏହି ପାଠର ଅଭ୍ୟାସ ପ୍ରଶ୍ନୋତ୍ତର ଆଲୋଚନା କରିବା। 1 ନମ୍ବର ପ୍ରଶ୍ନ, ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଗୋଟିଏ ବା ଦୁଇଟି ବାକ୍ୟରେ ଦିଅ। 1 ନମ୍ବର ପ୍ରଶ୍ନ, ସୌରଜଗତ କହିଲେ କ'ଣ ବୁଝ? ସୌରଜଗତ କହିଲେ କ'ଣ ବୁଝ? ଏହାର ଉତ୍ତର ହେବ, ଆମ ପରିବାର ପରି ସୂର୍ଯ୍ୟଙ୍କର ମଧ୍ୟ ଗୋଟିଏ ପରିବାର ଅଛି। ଏଥିରେ 8ଟି ଗ୍ରହ, 3ଟି ବାମନ ଗ୍ରହ, ଅନେକ ଉପଗ୍ରହ, ଗ୍ରହାଣୁପୁଞ୍ଜ ଓ ଅସଂଖ୍ୟ ଉଲ୍କା ଓ ଧୂମକେତୁ ଆଦି ଏହାର ସଦସ୍ୟ ଭାବରେ ରହିଛନ୍ତି। ଏହାକୁ ସୌରଜଗତ ବୋଲି କୁହାଯାଏ। ଖ, ଦୂରତା କ୍ରମରେ ସୌରଜଗତ ଗ୍ରହଗୁଡ଼ିକର ନାମ ଲେଖ। ଉତ୍ତର ହେଲା, ଦୂରତା କ୍ରମରେ ସୌରଜଗତର ଗ୍ରହଗୁଡ଼ିକର ନାମ ହେଲା ବୁଧ, ଶୁକ୍ର, ପୃଥିବୀ, ମଙ୍ଗଳ, ବୃହସ୍ପତି, ଶନି, ୟୁରେନସ୍ ଏବଂ ନେପଚୁନ୍। ଘ ନମ୍ବର ପ୍ରଶ୍ନ, ପୃଥିବୀକୁ କାହିଁକି ଅଦ୍ୱିତୀୟ ଗ୍ରହ କୁହାଯାଏ? ଏହାର ଉତ୍ତର, ପୃଥିବୀ ପୃଷ୍ଠରେ ଅଧିକ ଗରମ ବା ଥଣ୍ଡା ଅନୁଭୂତ ହୁଏ ନାହିଁ। ଏଥିରେ ଜଳ, ବାୟୁ, ଅନ୍ୟାନ୍ୟ ଉପାଦାନ ଥିବାରୁ ପୃଥିବୀ ପୃଷ୍ଠରେ ଜୀବଜଗତ ସୃଷ୍ଟି ହୋଇପାରିଛି। ଏହା ବିଭିନ୍ନ ପ୍ରକାର ଜୀବଜନ୍ତୁ ଏବଂ ବୃକ୍ଷଲତାର ଆଶ୍ରୟସ୍ଥଳୀ। ତେଣୁ ଏହାକୁ ସୌରଜଗତର ଅଦ୍ୱିତୀୟ ଗ୍ରହ ବୋଲି କୁହାଯାଏ। ଘ ନମ୍ବର ପ୍ରଶ୍ନ, ଆମେ ସବୁବେଳେ ଚନ୍ଦ୍ରର ଗୋଟିଏ ପାର୍ଶ୍ୱ ଦେଖୁ କାହିଁକି? ଏହାର ଉତ୍ତର, ଚନ୍ଦ୍ରର ଆବର୍ତ୍ତନ ଓ ପରିକ୍ରମଣ ସମୟ ପ୍ରାୟ ସମାନ। ଏଣୁ ଆମେ ସବୁବେଳେ ଚନ୍ଦ୍ରର ଗୋଟିଏ ପାର୍ଶ୍ୱ ଦେଖୁ। 9 ନମ୍ବର ପ୍ରଶ୍ନ, ବିଶ୍ୱ ବ୍ରହ୍ମାଣ୍ଡ କାହାକୁ ନେଇ ଗଠିତ? ବିଶ୍ୱ ବ୍ରହ୍ମାଣ୍ଡ କାହାକୁ ନେଇ ଗଠିତ? ଏହାର ଉତ୍ତର ହେବ, ଅନେକ ଛାୟାପଥ, ନୀହାରିକା ବା ନକ୍ଷତ୍ରପୁଞ୍ଜ, ତାରକା ବା ନକ୍ଷତ୍ରପୁଞ୍ଜ, ଗ୍ରହାଣୁପୁଞ୍ଜ, ଉପଗ୍ରହ, ଉଲ୍କା, ଧୂମକେତୁ ଇତ୍ୟାଦିକୁ ନେଇ ବିଶ୍ୱ ବ୍ରହ୍ମାଣ୍ଡ ଗଠିତ। ଚ, ଉପଗ୍ରହ କାହାକୁ କୁହାଯାଏ? ଯେଉଁ ମହାଜାଗତିକ ପିଣ୍ଡଗୁଡ଼ିକ କୌଣସି ଗ୍ରହର ମହାକର୍ଷଣ ଶକ୍ତି ଦ୍ୱାରା ତାହାର ଚାରିପଟେ ଘୂରିଥାନ୍ତି ସେଗୁଡ଼ିକୁ ଉପଗ୍ରହ କୁହାଯାଏ। ଛ, ସପ୍ତର୍ଷି ମଣ୍ଡଳ ସାହାଯ୍ୟରେ ତୁମେ ଧ୍ରୁବତାରାର ଅବସ୍ଥାନ କିପରି ନିର୍ଣ୍ଣୟ କରିବ? ଏହାର ଉତ୍ତର ହେବ, ପ୍ରଥମେ ରାତିର ଉତ୍ତର ଆକାଶରେ ପ୍ରଶ୍ନବାଚୀ ଚିହ୍ନ ପରି ଦେଖାଯାଉଥିବା ସପ୍ତର୍ଷି ମଣ୍ଡଳର ପୁଲହ ଓ କ୍ରତୁ ନକ୍ଷତ୍ରକୁ ଚିହ୍ନଟ କରିବୁ। ତାପରେ ସେହି ଦୁଇ ନକ୍ଷତ୍ରକୁ ଏକ କାଳ୍ପନିକ ରେଖାରେ ଯୋଗ କରି କ୍ରତୁ ଦିଗରେ ବଢ଼ାଇବୁ। ତାହା ଏକ ଉଜ୍ଜ୍ୱଳ ତାରକାକୁ ସ୍ପର୍ଶ କରିବ। ତାହା ହିଁ ଧ୍ରୁବତାରା। ଆମେ ଉତ୍ତର ଆକାଶରେ ଦେଖୁ, ତେଣୁ ପ୍ରଶ୍ନବାଚକ ଭଳି ଦେଖାଯାଏ, ତାହା ଆମେ ଧ୍ରୁବତାରା ବୋଲି ଜାଣିବୁ। ଜ ନମ୍ବର ପ୍ରଶ୍ନ, ଚନ୍ଦ୍ରପୃଷ୍ଠ କେଉଁ କେଉଁ ପଦାର୍ଥରେ ଗଠିତ? ଏହାର ଉତ୍ତର, ଚନ୍ଦ୍ରପୃଷ୍ଠ ଅନେକ ଶିଳା, ସୁପ୍ତ ଆଗ୍ନେୟଗିରି, ଗହ୍ୱର, ପର୍ବତ ଓ ଧୂସର ବର୍ଣ୍ଣର ବିସ୍ତୀର୍ଣ୍ଣ ବାଲୁକାରାଶିକୁ ନେଇ ଗଠିତ। ଝ ନମ୍ବର ପ୍ରଶ୍ନ, ଗ୍ରହାଣୁପୁଞ୍ଜ କାହାକୁ କୁହାଯାଏ? ସୌରଜଗତର ମଙ୍ଗଳ ଗ୍ରହ ଓ ବୃହସ୍ପତି ଗ୍ରହ ମଧ୍ୟରେ ଅସଂଖ୍ୟ ଛୋଟ ଛୋଟ ଉଜ୍ଜ୍ୱଳ ପିଣ୍ଡ ବା ଗ୍ରହାଣୁ ନିର୍ଦ୍ଦିଷ୍ଟ କକ୍ଷପଥରେ ସୂର୍ଯ୍ୟକୁ ପରିକ୍ରମଣ କରୁଛନ୍ତି। ଏହାକୁ ଗ୍ରହାଣୁପୁଞ୍ଜ କୁହାଯାଏ। ନିଅ, ଛାୟାପଥ କହିଲେ କ'ଣ ବୁଝ? ଶୀତଦିନେ ଆକାଶରେ ଉତ୍ତର ଦକ୍ଷିଣ ଭାବେ ଧଳା ଦିଶୁଥିବା ଏକ ବିସ୍ତୃତ ଆଲୋକପଥକୁ ଛାୟାପଥ କୁହାଯାଏ। ଏହା ଅନେକ ନକ୍ଷତ୍ରପୁଞ୍ଜ ବା ନୀହାରିକାକୁ ନେଇ ଗଠିତ। 2 ନମ୍ବର ପ୍ରଶ୍ନ, ଶୂନ୍ୟସ୍ଥାନ ପୂରଣ କର। କ, ଉଲ୍କା ଡେସରେ ଗଠିତ? ଉଲ୍କା ଧୂମକେତୁର ଭଗ୍ନାବଶେଷ। ଲେଖିବା ଶୂନ୍ୟସ୍ଥାନରେ
ଧୂମକେତୁର ଭଗ୍ନାବଶେଷରେ ଗଠିତ। ଖ ନମ୍ବର ପ୍ରଶ୍ନ ଆମ ସୌରଜଗତ ଡେଲ୍ ଛାୟାପଥରେ ଅବସ୍ଥିତ। ଆମ ସୌରଜଗତ ଆକାଶଗଙ୍ଗା ଛାୟାପଥରେ ଅବସ୍ଥିତ। ଏଠି ଆମେ ଲେଖିବା ଆକାଶଗଙ୍ଗା। ଗ ଦୂରତା ଅନୁସାରେ ଡେସ୍ ଗ୍ରହ ସୂର୍ଯ୍ୟଙ୍କର ନିକଟତମ। ଏହାର ଉତ୍ତର ହେବ ଦୂରତା ଅନୁସାରେ ବୁଧ ଉପଗ୍ରହଟି ପୃଥିବୀର ସୂର୍ଯ୍ୟଙ୍କର ନିକଟତମ। ଦୂରତା ଅନୁସାରେ ବୁଧ ଗ୍ରହ ସୂର୍ଯ୍ୟଙ୍କର ନିକଟତମ। ଘ ପୃଥିବୀର ଡେସ୍ଟି ପ୍ରାକୃତିକ ଉପଗ୍ରହ ରହିଛି। ପୃଥିବୀର 1ଟି ପ୍ରାକୃତିକ ଉପଗ୍ରହ ରହିଛି। ମହାକାଶ ବିଜ୍ଞାନୀମାନେ ଡେସ୍ ଗ୍ରହକୁ ସୌରଜଗତରୁ ବାଦ୍ ଦେଇଛନ୍ତି। ପ୍ଲୁଟୋ। 3 ନମ୍ବର ପ୍ରଶ୍ନ ନିମ୍ନଲିଖିତ ଉକ୍ତିଗୁଡ଼ିକ ମଧ୍ୟରୁ ଠିକ୍ ଉକ୍ତି ପାଖରେ ଠିକ୍ ଚିହ୍ନ ଦିଅ। କ ନକ୍ଷତ୍ରମାନଙ୍କର ନିଜ ଆଲୋକ ଓ ଉତ୍ତାପ ରହିଛି। ନକ୍ଷତ୍ରମାନ ନିଜର ଆଲୋକ ଓ ଉତ୍ତାପ ରହିଛି। ଏହା ଠିକ୍ ଅଟେ, ତେଣୁ ଆମେ ଏଠି ଠିକ୍ ବୋଲି ଚିହ୍ନ ଦେବା। ଗ୍ରହମାନଙ୍କର କକ୍ଷପଥ ସମ୍ପୂର୍ଣ୍ଣ ବୃତ୍ତାକାର। ଗ୍ରହମାନଙ୍କର ସମ୍ପୂର୍ଣ୍ଣ ବୃତ୍ତାକାର। ଗ୍ରହମାନଙ୍କ କକ୍ଷପଥ ସମ୍ପୂର୍ଣ୍ଣ ବୃତ୍ତାକାର। ଏହା ମଧ୍ୟ ଖ ପ୍ରଶ୍ନ ଗ୍ରହମାନଙ୍କର କକ୍ଷପଥ ସମ୍ପୂର୍ଣ୍ଣ ବୃତ୍ତାକାର। ଏହା ଭୁଲ ଅଟେ, ତେଣୁ ଭୁଲ ଚିହ୍ନ ଦେବା। ଯେଉଁଠି ଠିକ୍ ସେ ଠିକ୍ ପାଖରେ ଚିହ୍ନ ଦେବ। ଗ୍ରହମାନଙ୍କର ସୂର୍ଯ୍ୟ ଚତୁଃପାର୍ଶ୍ୱ ପରିକ୍ରମଣ କରିଥାନ୍ତି। ଠିକ୍, ତେଣୁ ଠିକ୍ ଦେବା। ୟୁରେନସ୍ ଗ୍ରହର ପରିକ୍ରମଣ ସମୟ 48 ବର୍ଷ। ଭୁଲ। କୃତ୍ରିମ ଉପଗ୍ରହଗୁଡ଼ିକ ପୃଥିବୀ ତଥା ଅନ୍ୟ ଗ୍ରହଗୁଡ଼ିକୁ ପରିକ୍ରମଣ କରନ୍ତି। ଭୁଲ, ତେଣୁ ଠିକ୍ ହେବ କ ଏବଂ ଗ। ଏ ଦୁଇଟି ଠିକ୍, ତେଣୁ ଏଠି ଆମେ ଠିକ୍ ଚିହ୍ନ ଦେବା। 4 ନମ୍ବର ପ୍ରଶ୍ନ ନିମ୍ନଲିଖିତ ପ୍ରତ୍ୟେକ ଯୋଡ଼ା ମଧ୍ୟରେ ପାର୍ଥକ୍ୟ ନିରୂପଣ କର। ଗ୍ରହ ଓ ନକ୍ଷତ୍ର ପାର୍ଥକ୍ୟ ଦର୍ଶାଅ। ଗ୍ରହ ଲେଖିବା। ଗ୍ରହମାନଙ୍କର ନିଜସ୍ୱ ଆଲୋକ ନାହିଁ। ଏମାନେ ସୂର୍ଯ୍ୟଙ୍କ ଆଲୋକରେ ଆଲୋକିତ ହୋଇଥାନ୍ତି। ଗ୍ରହ ଏମାନେ ସ୍ଥିର ଆଲୋକ ପ୍ରଦାନ କରନ୍ତି। ଗ୍ରହମାନେ ସୂର୍ଯ୍ୟଙ୍କୁ ପ୍ରଦକ୍ଷିଣ କରନ୍ତି ଓ ନିଜ ଅକ୍ଷ ଚାରିପଟେ ଆବର୍ତ୍ତନ କରନ୍ତି। ସେ ନକ୍ଷତ୍ର ବିଷୟରେ ଲେଖିବା। ନକ୍ଷତ୍ରମାନଙ୍କର ନିଜସ୍ୱ ଆଲୋକ ଉତ୍ତାପ ରହିଛି। ଏମାନେ ବହୁ ଦୂରରେ ଥିବାରୁ ମିଞ୍ଜି ମିଞ୍ଜି ଆଲୋକ ଦିଅନ୍ତି। ଏମାନେ ପ୍ରାୟ ସ୍ଥିର। ନକ୍ଷତ୍ର। ଖ ପ୍ରାକୃତିକ ଉପଗ୍ରହ ଓ କୃତ୍ରିମ ଉପଗ୍ରହ। ବର୍ତ୍ତମାନ ଆମେ ପ୍ରାକୃତିକ ଉପଗ୍ରହ ବିଷୟରେ ଲେଖିବା। ଏଗୁଡ଼ିକ ଗ୍ରହମାନଙ୍କର ଭଗ୍ନାବଶେଷରୁ ସୃଷ୍ଟି। ଉଦାହରଣ ଚନ୍ଦ୍ର। ଏମାନେ ଗ୍ରହମାନଙ୍କର ଚାରିପଟେ ମାଧ୍ୟାକର୍ଷଣ ଶକ୍ତି ଯୋଗୁଁ ପରିକ୍ରମଣ କରନ୍ତି। ଏଗୁଡ଼ିକ ମାନବ ଜୀବନ ପାଇଁ ଉପଯୋଗୀ ନୁହନ୍ତି। କୃତ୍ରିମ ଉପଗ୍ରହ ଏଗୁଡ଼ିକ ମନୁଷ୍ୟ ଦ୍ୱାରା ନିର୍ମିତ। ଉଦାହରଣ ଇନସାଟ୍, IRS। ବିଶ୍ୱ ବ୍ରହ୍ମାଣ୍ଡ ବିଷୟରେ ଜାଣିବା ପାଇଁ, ଯୋଗାଯୋଗ ସ୍ଥାପନ ତଥା ପାଣିପାଗ ସମ୍ବନ୍ଧୀୟ ତଥ୍ୟ ସଂଗ୍ରହ କରିବା ପାଇଁ ଏଗୁଡ଼ିକୁ ମହାକାଶକୁ ପଠାଯାଇଥାଏ। ନକ୍ଷତ୍ର ଓ ନୀହାରିକା। ନକ୍ଷତ୍ରଗୁଡ଼ିକ ଗୋଟିଏ ଗୋଟିଏ ଉତ୍ତପ୍ତ ଗ୍ୟାସୀୟ ପିଣ୍ଡ। ପ୍ରତ୍ୟେକ ନକ୍ଷତ୍ର ଗୋଟିଏ ଗୋଟିଏ ସୂର୍ଯ୍ୟ। ନୀହାରିକା ନକ୍ଷତ୍ରପୁଞ୍ଜର ସମଷ୍ଟିରେ ନୀହାରିକା ଗଠିତ। ନୀହାରିକାରୁ ଅସଂଖ୍ୟ ସୂର୍ଯ୍ୟ ସୃଷ୍ଟି ହୋଇପାରେ। ଆଶା କରୁଛି ଏହି ଭିଡ଼ିଓଟି ଭଲ ଲାଗିଥିବ, ତେଣୁ ଏହାକୁ ଭଲ ଭାବରେ ବୁଝିବା, ନିଜ ଖାତାରେ ସୁନ୍ଦର ସୁନ୍ଦର ଅକ୍ଷର କରି ଲେଖିବା, ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରିନେବା।